ରାଉରକେଲାରେ ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ପୂର୍ବସୂରୀ ଓ ମହାମନୀଷୀମାନଙ୍କର ଅପ୍ରାଣ ଉଦ୍ୟମ ଫଳରେ ଆମେ 1936 ମସିହା ଏପ୍ରିଲ 1 ତାରିଖ ଦିନ ଆମ ଓଡ଼ିଶା ଭାଷାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନ କରାଯାଇଥିଲା, ଯାହା ସମଗ୍ର ଭାରତବର୍ଷରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଲା। ଏହାକୁ ମନେ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ 1 ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରିଆସିଛୁ। ଏହାକୁ ଜାତି ଧର୍ମ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ, ସରକାରୀ ବେସରକାରୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମହାସମାରୋହରେ ପାଳନ କରିଥାନ୍ତି। ତେବେ ଚଳିତ ବର୍ଷ ନିର୍ବାଚନ ଥିବାରୁ ଏହି ଦିବସର ପାଳନ ହେବା ନ ହେବା ନେଇ ଅନିଶ୍ଚିତ ଦେଖାଦେଇଥିଲା। ତେବେ ସହରର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଗଣ ଏ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟ କରି ଏ ସମ୍ପର୍କରେ ଅବଗତ କରାଇଥିଲେ। ତେବେ ଆଜି ଉତ୍କଳ ସମ୍ମିଳନୀର ସମ୍ପାଦକ ଅକ୍ଷୟ ଦାସ ଓ ଉତ୍କଳ ମେଲର ସମ୍ପାଦକ ଡକ୍ଟର ପୀତବାସ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଗଣ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍କଳ ଦିବସ ପାଳନ କରାଯିବା ସହ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ଓ ସନ୍ଧ୍ୟାବେଳେ ମହାନଗର ନିଗମର କାର୍ଯ୍ୟାଳୟଠାରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ସରକାରୀ ସ୍ତରରେ ମଧୁସୂଦନ ମାର୍ଗସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ 8:30ଟାରେ ମାଲ୍ୟାର୍ପଣ କରାଯିବ ବୋଲି ସ୍ଥିର କରାଗଲା। ସହରର ବିଭିନ୍ନ ଅନୁଷ୍ଠାନମାନଙ୍କ ଯୋଗରେ ଆଲୋଚନା ସଫଳ ହୋଇପାରିଥିଲା। ଲେଖକ ସମାଜ ତରଫରୁ ସର୍ବଶ୍ରୀ ଅରୁଣ କୁମାର ପରିଡ଼ା, ରାଧାମୋହନ ନାୟକ, କୁଞ୍ଜବିହାରୀ ରାଉତ, ତପସ୍ୱିନୀ ବହିଦାର, ସସ୍ମିତା ପ୍ରଧାନ, ବିଚିତ୍ରାନନ୍ଦ ସାହୁ, ସଚଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଉରକେଲାରୁ ଡକ୍ଟର ପ୍ରମୋଦ କୁମାର ଜଗଦେବଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।